ରୋଷେଇ କଣ? ଦେଖିବା ଆସ ଆଜି ଗୋଟେ ନ୍ୟू ଆଇଟम ହଉଛି। ଆରେ ଇଏ କଣ ଗ୍ରୀନ ଗ୍ରୀନ ଦେଖାଉଛି? ଆଜି ଏଟା green କୋଉ ମସଲା ମସଲା। କି? ଆଜି ଗ୍ରୀନ ମସଲାରେ କରି ହଉଛି। ଦେଖିବା ଆସ ଆଜି ବିହାରୀ ଷ୍ଟାଇଲ ଏଗ କରି ହଉଛି। ଆଜି ବିହାରୀ ଷ୍ଟାଇଲ ରେ ଏଗ କରି ହଉଛି। ଏଗ କୁ ଫ୍ରାଏ ହେଇକି ରଖା ହେଇଯାଇଛି। ଏପଟେ ଆମର ଗ୍ରୀନ ମସଲା ବି ରେଡି ହେଇଯାଇଛି। ଗ୍ରୀନ ଗ୍ରୀନ ହେଲା କେମିତି ଯେ କଣ ପଡିଛି ଏଥିରେ? ଏଥିରେ ପଡିଛି ପୁଦିନା ପତ୍ର ତାପରେ ଧନିଆ ପତ୍ର ସବୁ ଗ୍ରୀନ ଜିନିଷ ପଡିକି ମସଲାଟା ହେଇଛି ତ ସେଥିପାଇଁ ଗ୍ରୀନ ହେଇଯାଇଛି। ଆଉ ଏଇଟା ଆମର ମାନେ ତରକାରୀର ମେନ୍ ଫ୍ଲେଭର ଯୋଉଟା ବଢେଇବ ଦେଖ ମତେ ମେନ୍ ଫ୍ଲେଭରଟା ଯୋଉ ବଢେଇବ ତରକାରୀର ଏଇଟା ହଉଛି ଆମର ଦହି। ଦହି ପଡିଲେ ଆମର ତରକାରୀରେ ଗୋଟେ ଫ୍ଲେଭର ଆସିବ, ଗୋଟେ ଅଲଗା ପ୍ରକାର ଫ୍ଲେଭର। ଦହି ଗ୍ରୀନ ମସଲା କଣ ଲାଗିବ ବେ? ବଢିଆ ଲାଗିବ, ଖାଇଲେ ଜାଣିବନି, ଖାଇଲା ବେଳେ କହିବନି ଟେଷ୍ଟ କଣ କେମିତି ହେଇଛି। ଦେଖିବା ଆଉ ଦେଖାଯାଉ, ଭଲ ନ ହେଇଥିଲେ ମତେ ପୁଣି କରିକି ଦବ କଣ ତରକାରୀ ଆଉ ହେଲା। ଆରେ ଆଗ ତମେ ଖାଅ ଫାଷ୍ଟ ତାପରେ କହିବ।